ଶ୍ରୀକୃଷ୍ଣ ଗୀତାରେ ଦେଇଛନ୍ତି 16ଟି ଚେତାବନୀ। ଆସନ୍ତୁ ଜାଣିବା ସେଗୁଡ଼ିକ କ'ଣ କ'ଣ। 1. ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ମନୁଷ୍ୟକୁ ନିଜ ହୃଦୟକୁ ବାର ବାର ବୁଝେଇବାକୁ ଚେଷ୍ଟା କରିବା ଉଚିତ କି ଈଶ୍ୱରଙ୍କ ବ୍ୟତୀତ କେହି ତାର ସାଥୀ ନାହିଁ। ଏହି ବ୍ରହ୍ମାଣ୍ଡରେ ଯିଏ ତାର ସାଥ ଦେବ ସେ କେବଳ ପରମାତ୍ମା ହିଁ ଅଟନ୍ତି, ଆଉ କେହି ନୁହେଁ। 2. ଭୋଗ କରିବାରେ କ୍ଷଣିକ ସୁଖ ହିଁ ମିଳେ, କିନ୍ତୁ ତ୍ୟାଗର ମିଳେ ସ୍ଥାୟୀ ସୁଖ, ଆତ୍ମସନ୍ତୋଷ ଓ ପରମାନନ୍ଦ। ଶ୍ରୀକୃଷ୍ଣ କହିଛନ୍ତି କି ସତ୍ସଙ୍ଗ ଈଶ୍ୱରଙ୍କ କୃପାରୁ ହିଁ ମିଳେ, କିନ୍ତୁ କୁସଙ୍ଗରେ ପଡ଼ିବା ମନୁଷ୍ୟର ନିଜ ବିଚାର କାରଣରୁ ହୋଇଥାଏ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ଉପାସନା କେବଳ ଶରୀର ଦ୍ୱାରା ନୁହେଁ, ମନରୁ ହିଁ କରିବା ଉଚିତ। ଈଶ୍ୱରଙ୍କ ବନ୍ଦନ ତାଙ୍କୁ ପ୍ରେମ ବନ୍ଧନରେ ବାନ୍ଧିଦିଏ। 5. ସୁଖ ଏବଂ ଦୁଃଖ ମନୁଷ୍ୟ ଭିତରେ ହିଁ ନିବାସ କରେ, କିନ୍ତୁ ମନୁଷ୍ୟ ତାକୁ ଘରେ, ସ୍ତ୍ରୀ ପାଖରେ, ପୁତ୍ର ପାଖରେ ଓ ସମ୍ପତ୍ତିରେ ଅଳିକ ସୁଖ ପାଇଁ ଖୋଜୁଥାଏ। 6. ପତି ପତ୍ନୀ ନିଜ ସମ୍ପର୍କରେ ପବିତ୍ରତା ରଖିଲେ ସ୍ୱୟଂ ଭଗବାନ ପୁତ୍ର ରୂପରେ ତାଙ୍କ ଘରକୁ ଆସିବାକୁ ଇଚ୍ଛା ରଖନ୍ତି। 7. ମନୁଷ୍ୟକୁ ସର୍ବଦା ନିଜର ମନ ଓ ବୁଦ୍ଧି ଉପରେ ବିଶ୍ୱାସ କରିବା ଉଚିତ ନୁହେଁ, କାରଣ ଏହା ବାର ବାର ମନୁଷ୍ୟକୁ ଦଗା ଦିଏ ଓ ନିଜକୁ ନିର୍ଦ୍ଦୋଷ ମାନିବା ବଡ଼ ଅପରାଧ ସାବ୍ୟସ୍ତ ହୋଇଥାଏ। 8. ଶ୍ରୀକୃଷ୍ଣ କହିଛନ୍ତି କି ସ୍ତ୍ରୀର ଧର୍ମ ଅଟେ କି ସେ ଦୈନିକ ସକାଳେ ତୁଳସୀ ଓ ମାତା ପାର୍ବତୀଙ୍କ ପୂଜନ କରିବା। ଏହାଦ୍ୱାରା ପରିବାରର ସୁଖ ସମୃଦ୍ଧି ସର୍ବଦା ବନି ରହେ। 9. ଶ୍ରୀକୃଷ୍ଣ କହିଛନ୍ତି କି ଯେଉଁଭଳି ଦେହର ଲୁଗା ମଇଳା ହେଲେ ତାକୁ ସଫା କରାଯାଏ, ସେହିଭଳି ମନରେ ଥିବା ମଇଳାକୁ ବି ସଫା କରିବା ଉଚିତ। 10. ମନୁଷ୍ୟ ଭିତରେ ଧୈର୍ଯ୍ୟ, ସଦାଚାର, ସ୍ନେହ ଓ ସେବା ଭଳି ଗୁଣ ବିନା ସତ୍ସଙ୍ଗରେ ଆସେ ନାହିଁ। 11. ମନୁଷ୍ୟ ଇନ୍ଦ୍ରିୟଙ୍କ ଅଧୀନ ଅଟେ, ସେଥିପାଇଁ ତାର ଜୀବନରେ ଦୁଃଖ ଓ ଯନ୍ତ୍ରଣା ଆସିଥାଏ। 12. ମନୁଷ୍ୟର ବାସନା ହିଁ ତାର ପୁନର୍ଜନ୍ମର କାରଣ ହୋଇଥାଏ। 13. ଅଧିକାରୀ ଶିଷ୍ୟ ମାନେ ଯିଏ ଜ୍ଞାନ ପ୍ରାପ୍ତ ପାଇଁ ପରିଶ୍ରମ କରେ ତାକୁ ସଦ୍ଗୁରୁ ଅବଶ୍ୟ ମିଳେ। 14. ଜୁଆ, ମଦ୍ୟପାନ, ପରସ୍ତ୍ରୀ ଗମନ, ହିଂସା, ଅସତ୍ୟ ଓ ନିର୍ଦ୍ଦୟତା ଏସବୁରେ କଳିଯୁଗର ନିବାସ, ସେଥିପାଇଁ ଏହାର ଅନ୍ୟ ଏକ ନାମ ହେଲା ଘୋର ପାପ। 15. ଭଗବାନ ଯାହାକୁ ଧନ ସମ୍ପତ୍ତି ଦେଇଛନ୍ତି ତାକୁ ଗାଈ ରଖି ତାର ସେବା କରିବା ଉଚିତ। ଏହାଦ୍ୱାରା ଭଗବାନ ପ୍ରସନ୍ନ ହୁଅନ୍ତି ଓ ଆମ ଦ୍ୱାରା ଜଣା ଅଜଣାରେ ହୋଇଥିବା ପାପରୁ ମୁକ୍ତି ମିଳେ। 16. ଯୌବନରେ ଯିଏ ଅଧିକ ପାପ କରିଛି ତାକୁ ବାର୍ଦ୍ଧକ୍ୟରେ ନିଦ ଆସେ ନାହିଁ, ତାକୁ ପଶ୍ଚାତାପର ଅଗ୍ନି ଜଳାଇ ଚାଲିଥାଏ। ବନ୍ଧୁ, ଜୀବନର ସବୁ ସମସ୍ୟାର ସମାଧାନ ଆମ ଧର୍ମଗ୍ରନ୍ଥରେ ହିଁ ଅଛି। ଯଦି ଆମେ ତାକୁ ପଢ଼ିବା ଓ ବୁଝିବା, ତେବେ ଜୀବନରେ ଆସୁଥିବା ବଡ଼ ବଡ଼ ସମସ୍ୟାର ସମାଧାନ କରିପାରିବା। ଏହି ଭିଡ଼ିଓଟି ମୋର ଯଦି ଆପଣମାନଙ୍କୁ ଭଲ ଲାଗିଛି, ପ୍ଲିଜ୍ ମୋ ଭିଡ଼ିଓଟିକୁ ଲାଇକ୍, ସେୟାର ଅବଶ୍ୟ କରନ୍ତୁ। କମେଣ୍ଟରେ ଜୟ ଶ୍ରୀକୃଷ୍ଣ ଅବଶ୍ୟ ଲେଖନ୍ତୁ। ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ବିଲକୁଲ ଭୁଲନ୍ତୁ ନାହିଁ। ପ୍ଲିଜ୍ ବହୁତ ସବସ୍କ୍ରାଇବ୍ କରନ୍ତୁ। ମୋତେ ମୋଟିଭେସନ୍ ବହୁତ ସାରା ମିଳିବ ପୁଣି ନୂଆ ନୂଆ ଭିଡ଼ିଓ ବନାଇବା ପାଇଁ। ପ୍ଲିଜ୍ ସବସ୍କ୍ରାଇବ୍ କରିବାକୁ ବିଲକୁଲ ଭୁଲନ୍ତୁ ନାହିଁ। ପୁଣି ଗୋଟେ ନୂଆ ଭିଡ଼ିଓ ନେଇ ଜଲ୍ଦି ଆସିବି। ସେ ପର୍ଯ୍ୟନ୍ତ ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।